तो न माता न बन्धु न भ्राता न पुत्रो न पुत्री न भृत्यो न भर्ता न जाया न विद्या न वृत्तिरेमैव गतिस्त्वं त्वमेका भवानि गतिस्त्वं त्वमेका भवानि भवभ्रावपारे महादुःखभीरु प्रपात प्रकामी प्रलोभी प्रमत्त कुसंसारपाश प्रबद्धश्रदाहं गतिस्त्वं त्वमेका भवानि गतिस्त्वं त्वमेका भवानि विवादे विषादे प्रमादे प्रवासे जले चानले पर्वते शत्रुमध्ये अरण्ये शरण्ये सदा मां प्रपाहि गतिस्त्वं त्वमेका भवानि अनाथो दरिद्रो जरारोगयुक्तो महाक्षीणदीना सदा जाड्यवक्र विपत्तौ प्रविष्ट प्रणष्ट सदाहं गतिस्त्वं त्वमेका भवानि गतिस्त्वं त्वमेका भवानि बहुत बहुत धन्यवाद गुरुमा एक सुंदर सुमधुर कंठरे आज पाठचक्र को आरंभ कर वर्तमान निवेदन रखी आमर रायगढ़ जिला स्वामी विवेकानंद लोक संसद आजीवन सदस्य श्री दिलीप कुमार दरा महोदय को से विवेक बाणी पाठ करेंगे। समस्त को शुभ संध्या। शुभ हाँ सर हाँ शुभुची सर शुभुची कौन आगे विवेक बाणी पाठ। मनुष्य केवल मनुष्य दरकार अन्य समस्त प्रस्तुत हो किंतु शक्त बलशाली विश्वासी और चूड़ांत निष्ठापर युवक गण दरकार। एहीपरि 100 जन मिलगले विश्व रे वैप्लविक परिवर्तन हो पारे। विवेकानंद। बहुत बहुत धन्यवाद सर। जुगोपयोगी सतरे जुग पुरुषोत्तम स्वामी विवेकानंद आम समाज को सुदृढ़ करने चाहूले जहाँ से युवक मानू ही प्रथम सुदृढ़ होगा कहते। यदि युवगोष्ठी सुदृढ़ हम समाज निश्चित सुदृढ़ हो पार। बहुत बहुत धन्यवाद सर। मु वर्तमान निमंत्रण करी आज यही पाठचक्र रे सभापतित्व करने आमर रायगढ़ जिला शाखा स्वामी विवेकानंद लोक संसद संपादक महोदय तांकर विषय तो बहुत थर परिचय से तो समस्त परिचित सुपरिचित से जड़े भल वक्ता जड़े सुसाहित्यिक जड़े शिक्षाविद जड़े छात्र वत्सल शिक्षक भाव में से मुनुड़ा ब्लॉक कौन रायगढ़ जिले में ख्याति संपन्न। मु स्वागत करी श्री अक्षय कुमार रथ महोदय को से आजिकार यही पाठचक्र रे सभापतित्व करी आमर आज प्रसंग वो वक्ता परिचय प्रदान करेंगे वो आज कार्यक्रम को आगे नेबे। श्री रथ महोदय आपन को स्वागत। धन्यवाद मुरली बाबू। बहुत खुशी कथा आज आमर रायगढ़ जिलार जो
1 तारिखରେ ଆମର ଆଜି କାର୍ଯ୍ୟକ୍ରମ ରହିଛି ଏବଂ ବହୁତ ଖୁସିର କଥା ଏଠି ଆମେ ଜଣେ ନୂତନ ଆଲୋଚକ ମହୋଦୟଙ୍କୁ ଆମେ ଆମର এই ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କଠୁ ଶୁଣିବାର ସୁଯୋଗ ମିଳିଛି। ସେ ଯାହା ବି ହଉ ମୁଁ ଭାବୁଛି ରାୟଗଡ଼ା ଜିଲ୍ଲା ଏକ ଉପାନ୍ତ ଜିଲ୍ଲା ଭାବରେ ପରିଚିତ ହେଇଥିଲେ ମଧ୍ୟ ପ୍ରତ୍ୟେକ ସମୟରେ ଆମକୁ ଏମିତି ବକ୍ତା ମିଳୁଛନ୍ତି ଯେଉଁମାନେ କି ଅନେକ ଯୁଗ ଉପଯୋଗୀ ବକ୍ତବ୍ୟକୁ ରଖୁଛନ୍ତି ଏବଂ ସେଗୁଡ଼ିକ ନିହାତି ଦରକାର, ଯାହାକି ସ୍ୱାମୀ ବିବେକାନନ୍ଦଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ରହିଥିଲା। ସେ ଲକ୍ଷ୍ୟ ଉଦ୍ଦେଶ୍ୟକୁ ଫଳବତୀ କରିବା ପାଇଁ ଏଭଳି ଆଲୋଚନାର ଆବଶ୍ୟକତା ରହିଥାଏ। ତ ନିଶ୍ଚିତ ଭାବରେ ସେ ବିଷୟକୁ ଆମେ କେବଳ ତ ଶୁଣିଦେଲେ ହେବ ନାହିଁ, ବରଂ ତାଙ୍କୁ ଆମେ କାର୍ଯ୍ୟରେ ଲଗାଇବା। ତ ନିଶ୍ଚିତ ଭାବରେ ଆଜିର ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ମଧ୍ୟ ଅତି ମାନେ ଶୁଣିବା ପାଇଁ ବହୁତ ଭଲ ଲାଗିବ ଏବଂ ଶିଖିବା ପାଇଁ ଭଲ ଲାଗିବ। କାରଣ ଆଜି ଯେ ବକ୍ତା ରହିଛନ୍ତି ମୋର ଅନୁରୋଧ ରକ୍ଷା କରିଛନ୍ତି ମୋର ଜଣେ ବନ୍ଧୁ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ ମହୋଦୟ, ଯିଏକି ଯାଜପୁର ଜିଲ୍ଲାର ବରୀ ବ୍ଲକରେ ନିଜର ଉଚ୍ଚଶିକ୍ଷା ସମ୍ପନ୍ନ କରିବା ପରେ ସମାପନ କରିବା ପରେ ରାୟଗଡ଼ା ଭଳି ଏକ ଉପାନ୍ତ ଅଞ୍ଚଳକୁ ନିଜର କର୍ମକ୍ଷେତ୍ର ଭାବରେ ମନସ୍ଥ କରି ବର୍ତ୍ତମାନ ସେଠି ଦାୟିତ୍ୱ ନିର୍ବାହ କରୁଛନ୍ତି। ଆମର ମୁନିଗୁଡ଼ା ନିକଟସ୍ଥ ହୁକୁମ ତଳାରେ ଯେଉଁ ଶ୍ରୀ ରାମେଶ୍ୱର ସଂସ୍କୃତ ମହାବିଦ୍ୟାଳୟ ରହିଛି, ସେହି ମହାବିଦ୍ୟାଳୟରେ ସେ ଅଧ୍ୟାପନା କରନ୍ତି। ବିଶେଷ କରି ସଂସ୍କୃତ ଏବଂ ଓଡ଼ିଆ ସାହିତ୍ୟରେ ତାଙ୍କର ବହୁତ ଦକ୍ଷତା ରହିଛି। ତେଣୁ ମୁଁ ଯେତେବେଳେ ତାଙ୍କୁ ଅନୁରୋଧ କରିଥିଲି ସେତେବେଳେ ସେ ଅନୁରୋଧକୁ ସେ ରକ୍ଷା କରିଥିଲେ ଏବଂ ଅତି ସୁନ୍ଦର ବିଷୟବସ୍ତୁକୁ ଉପସ୍ଥାପନ କରିବା ପାଇଁ ସେ ଆମକୁ ସହମତି ପ୍ରଦାନ କରିଥିଲେ। ତେଣୁ ନିଶ୍ଚିତ ଭାବରେ ଆମେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ ଯେଉଁ ବିଷୟବସ୍ତୁ ଆଜି ରଖିଛନ୍ତି, କାରଣ ଯେମିତି ଆମ ଗୁରୁମା ପ୍ରଥମେ ଗତିସ୍ତୁମ ଗତିସ୍ତୁମ ତମେକା ଭବାନୀ, ଯାହାକି ମା ଦୁର୍ଗାଙ୍କୁ ନେଇକି ଅତି ସୁନ୍ଦର ସ୍ତୁତଟିଏ ପଢ଼ିଥିଲେ। କାରଣ ଆମ ସଂସ୍କୃତି ଆମ ପରମ୍ପରାରେ ଆମେ ନିଶ୍ଚିତ ଭାବରେ ମହିଳାମାନଙ୍କୁ ବା ନାରୀ ଶକ୍ତିକୁ ଅଗ୍ରାଧିକାର ଦଉ। ତେଣୁ ସେ ମା ଦୁର୍ଗାଙ୍କୁ ନେଇ ପ୍ରଥମେ ଆମର ଯେଉଁ ମନ୍ତ୍ର ପାଠ କରିଥିଲେ, ସେଇଠୁ ହିଁ ଆମର ବିଷୟବସ୍ତୁ ଆରମ୍ଭ ହେଇସାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ମା ଭବାନୀ ବା ମା ଦୁର୍ଗାଙ୍କୁ ଆମେ ଆଜି ସ୍ମରଣ କରି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛେ। ତ ଠିକ ସେମିତି ବିଷୟବସ୍ତୁକୁ ନେଇଛନ୍ତି ଆମର କୃଷ୍ଣଚନ୍ଦ୍ର ମଲ୍ଲିକ ଭାଇ, ଯିଏକି ଜଣେ ଉଚ୍ଚ କୋଟିର ଅଧ୍ୟାପକ ଏବଂ ରାମେଶ୍ୱର ସଂସ୍କୃତ ମହାବିଦ୍ୟାଳୟରେ ସେ ଅଧ୍ୟାପନା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ରାୟଗଡ଼ା ଜିଲ୍ଲାକୁ ସେ ନିଜର କର୍ମକ୍ଷେତ୍ର ଭାବରେ ଭାବିଛନ୍ତି ବା ଚିନ୍ତା କରିଛନ୍ତି। ଏବଂ ଏଇଠି ମଣିଷ ଗଢ଼ା କାରଖାନାରେ ସେ ଜଣେ ମଣିଷ ତିଆରି କରିବାର ଯେଉଁ ଦକ୍ଷତା ରଖିଛନ୍ତି ତାଙ୍କୁ ମୁଁ ବହୁତ ଭଲ ଭାବରେ ଜାଣେ ଏବଂ ବହୁତ ଖୁସି ଲାଗୁଛି ଯେ ସେ ଆମର ଅନୁରୋଧକୁ ରକ୍ଷା କରି ଏକ ସୁନ୍ଦର ବିଷୟବସ୍ତୁ, ଯେଉଁ ବିଷୟବସ୍ତୁ ନାରୀ ଶକ୍ତିର ଭୂମିକା, ଯୋଉଟା କି ନିଶ୍ଚିତ ଭାବରେ ଆମେ ଜାଣିଛେ ଯେ ସାମ୍ପ୍ରତିକ ସ୍ଥିତି ହଉ କି ଆମେ ଯେକୌଣସି ଯୁଗର କଥା କହିବା, ଯେକୌଣସି ସମୟର କଥା କହିବା, ଯେ ନାରୀ ଶକ୍ତି କିଭଳି ଭାବରେ ସମାଜକୁ ଗଠନ କରିବାରେ ସେମାନଙ୍କର ଭୂମିକା ରହିଛି ଏବଂ ସେମାନଙ୍କ ବିନା କେବେ ହେଲେ ମଧ୍ୟ ଏହି ସମାଜ ଏକ ସୁସ୍ଥ ସମାଜ ହେଇପାରିବ ନାହିଁ, ଏହା ସମସ୍ତେ ଜାଣନ୍ତି। କିନ୍ତୁ ସମୟ ଆସିଛି এই ବିଷୟକୁ ସମସ୍ତେ ବୁଝିବା ଦରକାର, ଏ ବିଷୟକୁ ସମସ୍ତେ ଜାଣିବା ଦରକାର। ତ ଆଜିର ସେଇ ବିଷୟବସ୍ତୁ ସେ ରଖିଛନ୍ତି, ଯୋଉଟା କି ସମାଜ ଗଠନରେ ଏକ ନାରୀର ଭୂମିକା କ'ଣ ରହିବା ଦରକାର ଅଛି। ମୁଁ ଭାବୁଛି ନିଶ୍ଚିତ ଭାବରେ ସାମ୍ପ୍ରତିକ ସ୍ଥିତିରେ ସେ ବିଷୟବସ୍ତୁକୁ ଆମେ ସମସ୍ତେ ଜାଣିବା ଦରକାର। ଏବଂ ବର୍ତ୍ତମାନ ସମୟ ଯେହେତୁ ଆସିଯାଇଛି, ମୁଁ ଅନୁରୋଧ କରିବି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ ମହୋଦୟଙ୍କୁ, ଯିଏକି ଆଜିର ବିଷୟବସ୍ତୁକୁ ଆମ ଆଗରେ ଉପସ୍ଥାପନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି। ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ, ଆପଣଙ୍କୁ ମୁଁ ସ୍ୱାଗତ କରୁଛି। ଆଜି ଆପଣଙ୍କର ଯେଉଁ ଆଲୋଚନାର ବିଷୟବସ୍ତୁକୁ ରଖିଛନ୍ତି ତାକୁ ଆପଣ ଆମ ସାମ୍ନାରେ ଉପସ୍ଥାପନ କରିବେ। ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ। ଧନ୍ୟବାଦ ସାର୍। ନମସ୍କାର। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଭାଗ, ଓଡ଼ିଶାର ସମସ୍ତ କର୍ମକର୍ତ୍ତା ବନ୍ଧୁ ତଥା ଆଜିର କାର୍ଯ୍ୟରେ ଉପସ୍ଥିତ ଥିବା ସମସ୍ତ ଜ୍ୟେଷ୍ଠ ଶ୍ରେଷ୍ଠ ବରିଷ୍ଠ ବିଜ୍ଞ ପ୍ରାଜ୍ଞ ଜ୍ଞାନୀଗୁଣୀ ମଣ୍ଡଳୀକୁ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ ରାୟଗଡ଼ା ଶାଖା ତରଫରୁ ତଥା ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ସହ ଶୁଭ ପ୍ରଣାମ ଜଣାଉଛି। ମୋର ବଡ଼ ସୌଭାଗ୍ୟ ଯେ ଆପଣମାନଙ୍କ ପରି ଜଣେ ଜଣେ ମହାନ ବ୍ୟକ୍ତିତ୍ୱ, ମହାନ ପ୍ରତିଭାବାନ ବ୍ୟକ୍ତିଙ୍କ ସଂସ୍ପର୍ଶରେ
ମୁଁ ଆସିପାରିଛି, ସେଥିପାଇଁ ମୁଁ ନିଜକୁ ଗର୍ବିତ ଆଉ ଆନନ୍ଦିତ ମନେ କରେ। ମୋର ଆପଣମାନଙ୍କ ସାନ୍ନିଧ୍ୟ ଲାଭ କରିବାର ଯେଉଁ ସୁଯୋଗ ଆଣି ଦେଇଛନ୍ତି ସେ ହେଉଛନ୍ତି ମୋର ପ୍ରିୟ ବନ୍ଧୁ, ପ୍ରିୟ ସଖା, ଯିଏ ଆଜିର କାର୍ଯ୍ୟକ୍ରମରେ ସଭାପତିତ୍ୱ ଆସନରେ ଅଛନ୍ତି ତଥା ଲୋକ ସଂସଦ ରାୟଗଡ଼ା ଶାଖାର ସେ ସମ୍ପାଦକ ମହୋଦୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ରଥ ସାରଙ୍କୁ ମୋ ଅନ୍ତରରୁ ପ୍ରଣାମ ଜଣାଉଛି। ତତ୍ସଙ୍ଗେ ଉପସ୍ଥିତ ଅଛନ୍ତି ଆଜିର ସଂଯୋଜକ ମହାଶୟ, ମହାନ ବ୍ୟକ୍ତିତ୍ୱ, ପ୍ରତିଭାବାନ ବ୍ୟକ୍ତି, ସେ ଆମ ରାୟଗଡ଼ା ଶାଖାର ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଛନ୍ତି, ତାଙ୍କୁ ମଧ୍ୟ ମୋ ଅନ୍ତରରୁ ପ୍ରଣାମ ଜଣାଉଛି। ଯାହା ହଉ ବିଗତ କେତେ ଦିନ ହେଲା ସାର୍ ଶୁଭୁଛି ମୋର ସହ? ହ୍ୟାଲୋ ହ୍ୟାଲୋ, ହଁ ଆଜ୍ଞା ଆଜ୍ଞା ହଁ ଆଜ୍ଞା। ବିଗତ କେତେ ଦିନ ହେଲା ମୁଁ ପ୍ରାୟ ଶୁଣୁଛି ବହୁତ ଜ୍ଞାନୀ ଗୁଣୀ ମାନେ ପ୍ରାୟ ଆସୁଛନ୍ତି, ତାଙ୍କର ଯେଉଁ ବିଷୟବସ୍ତୁ ସବୁ ଆଲୋଚନା କରୁଛନ୍ତି ତାହା ବିଭିନ୍ନ ପ୍ରକାର ବିଷୟବସ୍ତୁ ରହୁଛି, ଶାସ୍ତ୍ର ଠାରୁ ଆରମ୍ଭ କରି ପୁରାଣ, ଶାସ୍ତ୍ର, ସ୍ୱାସ୍ଥ୍ୟ ଆଉ ବିଭିନ୍ନ ପ୍ରକାର ସଂସ୍କାରମୂଳକ କାର୍ଯ୍ୟକ୍ରମରେ ବହୁତ ଖୁସି ଲାଗୁଛି, ଆକର୍ଷଣ ବିଷୟ ଏବଂ ହୃଦୟସ୍ପର୍ଶୀ ବିଷୟ। ମୋର ଆଜିର ବିଷୟବସ୍ତୁ ଅଛି ବିକଶିତ ସମାଜରେ ନାରୀର ଭୂମିକା କ'ଣ? ଏହା ଯେତେ ସହଜ ସରଳ ଶୁଭୁଥିଲେ ମଧ୍ୟ ବାସ୍ତବିକ ଜଟିଳ, କାହିଁକି ନା ଯେଉଁଠି ନାରାୟଣ ନାରୀଙ୍କୁ ଚିହ୍ନି ପାରିଲେ ନାହିଁ, ନାରୀଙ୍କୁ ଜାଣିପାରିଲେ ନାହିଁ, ତେଣୁ ଆମେ ସାମାନ୍ୟ ମଣିଷ କିଭଳି ଜାଣିବା? ନାରୀଙ୍କର ଯେଉଁ କାର୍ଯ୍ୟ ଶୈଳୀ, ଯେଉଁ ଦକ୍ଷତା, ପ୍ରତିଭା, ଗୁଣ, ଗାରିମା, ଗୌରବ, ରୂପ, ସୌନ୍ଦର୍ଯ୍ୟ, ତାର ଯେଉଁ ରହିଛି ଇତିହାସ, ସଂସ୍କାର, ସଂସ୍କୃତି, ଚରିତ୍ର, ଚଳନୀ, ଏଇ ସବୁ ବିଷୟରେ କହିବା ବଡ଼ ଜଟିଳ। ତଥାପି ମୁଁ ଆପଣମାନଙ୍କ ସମ୍ମୁଖରେ କିଛି କହିବା ପାଇଁ ଯେହେତୁ ପ୍ରୟାସ ଜାରି ରଖିଛି, ତେଣୁ କହିବି, ଯଦି ମୋର କଥାବସ୍ତୁର ବା କିଛି କହିବାର ଶୈଳୀରେ କିଛି ତ୍ରୁଟି ପରିଲକ୍ଷିତ ହୁଏ ମୁଁ ଆପଣମାନଙ୍କ ଠାରୁ କ୍ଷମା ପ୍ରାର୍ଥନା ଚାହିଁବି। ତେବେ ଆସନ୍ତୁ ବିଷୟବସ୍ତୁ ଆରମ୍ଭ କରିବା। ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା ନମସ୍ତସ୍ତେ ନମସ୍ତସ୍ତେ ନମୋ ନମଃ। ଆଜିର ଆକର୍ଷଣ ହେଉଛି ନାରୀ। ନାରୀର ଏକ ସ୍ୱତନ୍ତ୍ର ବା ବିଶିଷ୍ଟ ରୂପ ହେଉଛି ମା। ସେ ମା ହେଉଛନ୍ତି ନମନୀୟା, ବନ୍ଦନୀୟା, ପୂଜନୀୟା। ସର୍ବପ୍ରଥମେ ତାଙ୍କୁ ବନ୍ଦନା କରିବା ଉଚିତ ମନେକରେ। ସେ ଯେଉଁ ମା ହୁଅନ୍ତୁ ନା କାହିଁକି, ମା କୌଶଲ୍ୟା ହୁଅନ୍ତୁ କି ମା ଦେବକୀ ହୁଅନ୍ତୁ, ମା ଯଶୋଦା ହୁଅନ୍ତୁ କି ମା ବସୁଧା ହୁଅନ୍ତୁ, ସେଇ ଭଳି ପୁଣ୍ୟବତୀ ମା ମାନଙ୍କର ପବିତ୍ର ଗର୍ଭରୁ ମହାନ ଯୋଗଜନ୍ମ ମହାପୁରୁଷ ମାନଙ୍କର ଆବିର୍ଭାବ ହୋଇଛି। ଏଇ ଯେମିତି ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧଦେବ, ଯୀଶୁଖ୍ରୀଷ୍ଟ, ମହମ୍ମଦ, ରାମକୃଷ୍ଣ କି ସ୍ୱାମୀ ବିବେକାନନ୍ଦ, ଏମାନଙ୍କର ଅବସ୍ଥିତି ଆମ ସମାଜରେ, ତାଙ୍କର ଚଳନୀ, ଚରିତ୍ର, ତାଙ୍କର କାର୍ଯ୍ୟ, ସଂସ୍କାର କ'ଣ ଉପକାର କରି ଯାଇଛନ୍ତି ତାହା ଆପଣମାନେ ଇତିହାସରେ, ପୁରାଣରେ ପଢ଼ିଥିବେ। ମୁଁ ସେ ଉପରକୁ ଯାଉନି। ତେଣୁ ମା ଯାହା ହଉ, ପରୋକ୍ଷରେ ହଉ କି ପ୍ରତ୍ୟକ୍ଷରେ ହଉ, ସେଇ ମା ମାନଙ୍କର ଅବଦାନ ବା ଗୁରୁତ୍ୱପୂର୍ଣ୍ଣ ବା ଭୂମିକା ଅନେକ ରହିଛି। ଇଏ ଗୋଟେ କଥା। ଦ୍ୱିତୀୟତଃ, ମହର୍ଷି ମନୁ ପଦେ କହିଥିଲେ, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା। ବାସ୍ତବିକ କଥାଟା ସମ୍ପୂର୍ଣ୍ଣ ଠିକ୍। ଯେଉଁ ଜାଗାରେ ନାରୀକୁ ପୂଜା କରାଯାଏ, ନାରୀକୁ ମା ଭଳି ସମ୍ମାନ ଦିଆଯାଏ, ସେଇ ଜାଗାରେ ସ୍ୱୟଂ ଈଶ୍ୱର ବିରାଜମାନ କରନ୍ତି। ଏ କଥାଟା ସତ। ସେଇଥିପାଇଁ ସୃଷ୍ଟିର ଜୀବଜଗତ, କୀଟ ପତଙ୍ଗ, ବୃକ୍ଷ ଲତା, ସମସ୍ତ ଜୀବମାନଙ୍କ ମଧ୍ୟରେ ମାନବ ସମାଜର ସୃଷ୍ଟି ହେଉଛି ଶ୍ରେଷ୍ଠ ସୃଷ୍ଟି। କାହିଁକି ନା ଗୋଟେ ସୁସ୍ଥ ସମାଜ ଗଠନରେ କେବଳ ଗୋଟେ ପୁରୁଷର ହାତ ନଥାଏ କି କେବଳ ଗୋଟେ ନାରୀର ହାତ ନଥାଏ।
ଉଭୟ ପରସ୍ପର ଉପସ୍ଥିତି ପରସ୍ପରଙ୍କ ଅବଦାନ ନିହାତି ରହିବା ଦରକାର। ସେଇଥିପାଇଁ ଚାଣକ୍ୟଙ୍କ ଶ୍ଲୋକରେ ପୁରୁଷ ନାରୀ ଏକସ୍ୟ ରଥସ୍ୟ ଦୋଚକ୍ରେ ଭବତ, ଗୋଟିଏ ରଥର ଦୁଇଟି ଚକ ସଦୃଶ, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ, ଜଣକ ବିନା ଅନ୍ୟ ଜଣେ ନିରର୍ଥକ ମୂଲ୍ୟହୀନ। ସେଇଥିପାଇଁ ଗୋଟେ ସୁସ୍ଥ ସମାଜର ପରିଚୟ ଆମେ କେତେବେଳେ ପାଇଥାଉ ନା ଯେତେବେଳେ ସାମାଜିକ ନୀତି, ଶିକ୍ଷା, ସଂସ୍କୃତି, ପରମ୍ପରା, ସାହିତ୍ୟ ଶାଳୀନତାରେ ପରିପୂର୍ଣ୍ଣ ପରିବେଶରେ ମାନବ ରହିଥାଏ। ଗୋଟେ ଉତ୍ତମ ମଣିଷର ପରିଚୟ ଆମେ ପାଇବା କେତେବେଳେ ନା ଯେତେବେଳେ ଆତ୍ମସମ୍ମାନ, ସ୍ୱାଭିମାନ, ଧୈର୍ଯ୍ୟ, ଆଦର୍ଶ, ନୈତିକତା ଗୁଣ ପରିଲକ୍ଷିତ ହୁଏ ଆମେ ପାଇବା ସେତେବେଳେ। ସେଇଥିପାଇଁ ନାରୀକୁ ଜନନୀ, ଭଗିନୀ, ଜାୟା ବୋଲି କୁହାଯାଇଥାଏ। ଗୋଟେ ସାଗରର ପରିଚୟ ଯେପରି ବିନ୍ଦୁ ବିନ୍ଦୁ ନୀଳ ଜଳରାଶିରୁ ହୋଇଥାଏ, ଠିକ୍ ସେମିତି ଗୋଟେ ବିଶାଳ ଆକାଶର ପରିଚୟ ହୋଇଥାଏ ନୀଳ ରଙ୍ଗରୁ, ଆଉ ନମ୍ରତାର ପରିଚୟ ହୋଇଥାଏ ଭାରାକ୍ରାନ୍ତ ନତମସ୍ତ ଫଳନ୍ତି ଗଛରୁ। ସେହିପରି ସହିଷ୍ଣୁତାର ପରିଚୟ ହୋଇଥାଏ ଏଇ ଧରଣୀ ମା କୋଳରୁ। ସେଇଥିପାଇଁ ନାରୀକୁ ସ୍ନେହମୟୀ, ଦୟାମୟୀ, କ୍ଷମାମୟୀ ବୋଲି କୁହାଯାଇଥାଏ। ନାରୀ ହେଉଛନ୍ତି ସୃଷ୍ଟିର ଆଧାର। ନାରୀ ବିନା ସୃଷ୍ଟି ଅସମ୍ଭବ। ନାରୀ ତା ସାମାଜିକ ଜୀବନରେ, ତା ପାରିବାରିକ ଜୀବନରେ, ତା ସାଂସାରିକ ଜୀବନରେ ସେ ଚଳଚଞ୍ଚଳ। ତାର ପରିବାରର ସୁରକ୍ଷା ପାଇଁ, ପିଲାମାନଙ୍କର ସୁରକ୍ଷା ପାଇଁ ସେ ନିଜକୁ ଗୋଟେ ସିପାହୀ ଭଳି ଜଗି ରଖିଥାଏ। ତାର ପରିବାରର ଉନ୍ନତି ପାଇଁ ସେ ସଦାସର୍ବଦା କାର୍ଯ୍ୟରେ ବ୍ୟସ୍ତ ରହେ, ଅହର୍ନିଶି କାର୍ଯ୍ୟ କରି ଚାଲେ। ଗୋଟେ ନାରୀ ତା ଜୀବନ କାଳ ମଧ୍ୟରେ କେତେ ଗଢାଣି, କେତେ ଉଠାଣି, କେତେ ଛାଇ, କେତେ ଖରା, କେତେ ବାଧା ବିଘ୍ନ ଘାତ ପ୍ରତିଘାତ ସହିଛି, ଥକି ପଡିନି। ସେ କିଛି ଚାହିଁନି। ସେ ପାଇଛି କଣ? ସେ କେବଳ ଚାଇଛି ଟିକିଏ ସ୍ନେହ, ମୁଠାଏ ଆତ୍ମସମ୍ମାନ ଆଉ ଟିକିଏ ସୁରକ୍ଷା। ସେତିକି ତାକୁ ମିଳିନି। ତାକୁ ମିଳିଛି ସେଇ ପୁରୁଣା ଢଙ୍ଗର ରୀତିର ସେଇ ପରମ୍ପରାଗତ କୁଚିତ କଟାକ୍ଷ ଶବ୍ଦ ସବୁ। ଯେଉଁ ଶବ୍ଦ ଗୁଡା ସେ ଶୁଣିଲେ ନିଜେ ମର୍ମାହିତ ହୋଇ ପଡେ, ତା ଅନ୍ତର ଆତ୍ମାକୁ ବାଧେ, ସେ ନିଜକୁ ହୀନ ମନେ କରେ, ଅପମାନିତ ନିଜକୁ ଲାଗେ। ସେଇ ଶବ୍ଦ ଗୁଡାକ ହେଲା ନାରୀ କଳଙ୍କିତ, ଅବହେଳିତ, ନିଷ୍ପେଷିତ, ଅତ୍ୟାଚାରିତ, ଲାଞ୍ଛିତ, ଅପମାନିତ, ପୀଡ଼ିତା, ଧର୍ଷିତା, ପତିତା, ଏଇ ଶବ୍ଦ ସବୁ। ହେଲେ କାହିଁକି ନା ନାରୀ ପ୍ରତି ଆମର ଯୋଉ ହୀନ ମାନତା ଅଛି, ନାରୀ ପ୍ରତି ଯୋଉ ଆମ ମୁଣ୍ଡ ଭିତରେ ଯୋଉ ଚିନ୍ତା ଅଛି, ଚେତନା ଅଛି, ଭାବନା ଅଛି, ସେଇ ହୀନ ଭାବନା ଅଛି। এই ଭାବନାକୁ ଦୂର କରିବା ଉଚିତ। ଭାବନା ଯେତେବେଳେ ଦିନ ଯାଏ ଦୂର ହେଇନି, ସେତେ ପର୍ଯ୍ୟନ୍ତ ନାରୀ ପ୍ରତି ଏମିତି ଅବହେଳା ଚାଲିଥିବ। ତେଣୁ ଇଏ ହେଲା, ଯଦି ଆମେ ପୁରାଣ କଥା ମନେ ପକେଇବା, ପୁରାତନ କଥା କହିବା, କି ରାମାୟଣ ମହାଭାରତ ଯୁଗର କଥା କହିବା, ସେତେବେଳେ ରାଜା ରାଜୁତି ଅମଳର କଥା କହିବା, ସେତେବେଳେ ନାରୀର ଶିକ୍ଷାର ପ୍ରସାର ପ୍ରଚାର ଏତେ ନଥିଲା, ଉନ୍ନତ ଧରଣର ନଥିଲା। ନାରୀ କୌଣସି କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ବହୁତ ବାଧାବିଘ୍ନ ହେଉଥିଲା। ତାକୁ ଏ ସମାଜ କିଛି ନୀତି ନିୟମ ଚଳନୀ ପ୍ରଥାରେ ବାନ୍ଧି ଦେଇଥିଲା, ଯାହାଦ୍ୱାରା କି ତାର ଯୋଉ ବିକଶିତ ଭାବନା, ତାର ଯୋଉ ପ୍ରତିଭା, ସେ ସବୁ ରହିଯାଇଥିଲା। ରାଜା ରାଜୁତି ମାନେ ସେତେବେଳେ ନାରୀକୁ ଗୋଟେ ଭୋଗ ବିଳାସର ସାମଗ୍ରୀ ବୋଲି ଭାବୁଥିଲେ। କିନ୍ତୁ ଇତିହାସ ସୃଷ୍ଟି କରିବାରେ ନାରୀର କୌଣସି ଅଭାବ ନାହିଁ। ମୁଁ ଅଳ୍ପ କେତୋଟି ଇତିହାସ ସୃଷ୍ଟି କରିଥିବା କେତେ ଜଣ ମହୀୟସୀ ମହିଳାଙ୍କ ନାଁ ନେବି। ଯେମିତି ଆମର ଝାନ୍ସୀ ରାଣୀ ଲକ୍ଷ୍ମୀବାଇ କଥା ହଉ, କି ଭାରତ ବର୍ଷର ପ୍ରଥମ ମହିଳା ମହାକାଶଚାରୀ କଳ୍ପନା ଚାୱଲା କଥା ହଉ, କି ପ୍ରଥମ
महिला आईएएस किरण बेदी कथा हो कि प्रधानमंत्री प्रथम प्रधानमंत्री इंदिरा गांधी हूँ प्रथम राष्ट्रपति प्रतिभा पटेल हूँ कि प्रथम राज्यपाल सरोजिनी नायडू हूँ कि आम ओडिशार प्रथम मुख्यमंत्री नंदिनी शतपथी हूँ से कौन अवदान से कौन स्थिति से कौन समाज करिसेंती आमे इतिहास रु पुराण रु जानी से अवदान निहाती गुरुत्वपूर्ण सी पुराण कथा जदि आमे छाड़िबा देखंतु आमे आधुनिक जुगरे पुरुषर को कार्य सहित नारी कम न को कार्य कम सबु क्षेत्र रे से अंशग्रहण करछि सबु क्षेत्र रे असहयोग सबु क्षेत्र रे प्रतिवाद करछि सबु क्षेत्र से रहिछि आमे जदि से पुरुष सहित पाद को पाद मिलाई कांध को कांध मिलाई संघर्ष करि चलीछि आमे जे देखिबा विज्ञान क्षेत्र में हो सामाजिक क्षेत्र में हो से शिक्षक अच्छा अध्यापक अच्छा इंजीनियर अच्छा डॉक्टर अच्छा कलेक्टर अच्छा ओवरसर अच्छा तहसीलदार अच्छा से सैनिक अच्छा से वाणिज्य कर व्यवसाय कर राजनीति कर अर्थनीति कर सबु क्षेत्र में अच्छा को क्षेत्र में नारी ना तथापि पछुआ बोली भावुं हीन मानता आम घून्य मनोभाव पछरे पका जाए सबु क्षेत्र में अच्छा आम जदि बर्तमान आमे एबे रिसेंट कथा कहवा जे भारत पाकिस्तान जो छोटिया जो युद्ध है भारत जो आमर सिंदूर ऑपरेशन कला सिथिरे आपण माने जदि जानी माने सुनिथिबे निश्चय दुईटी झीर जो गुण गारिमा तांकर इतिहास सृष्टि कले गोटे से उत्तर प्रदेश रो व्यामिका सिंह ना कोन आउ जनक नाम मने पडुनी कि भलिया साहस तांकर कि भलिया साहसिकता कि भलिया दृढ़ता कि भलिया एकता उत्साह आग्रह जीवन दवा पाई पछेलेनी लागी कि जाई कि बम पके कि पाकिस्तान रु से माने फेरी आसिले इतिहास सृष्टि कले नारी सब क्षेत्र रे आगरे शिक्षा क्षेत्र रे देखंतु हमर ओडिशा बोर्ड रो बरगड़ जिल्ला रो से झियो शिशु मंदिर छात्री से 600 मार्क रु 584 रखी कि टॉपर हिच ओडिशा रे आमर भारत वर्ष रे विजयवाड़ा यूनिवर्सिटी रो से छात्री 97.79% रखिकी सी भारत वर्ष रे टॉपर आम रायगड़ा जिला कथा जदि कहबा युक्त 2 बा ये युक्त 2 रो से त्रिवेणी कॉलेज रो छात्री गुण ये पद्मपुर ब्लॉक रो पद्मपुर गाँव जने चाषींकर झियो श्रेयांजलि पटनायक से अनडिवाइडेड कोरापुट जिले रे टॉपर हिची सी आम पाई गर्व गौरव तेणु नारी प्रत्येक क्षेत्र में अच्छा कहीं केजाणी नारी प्रति ये अवहेला ये अहैतुक घृण्य मनोभाव ये आम समाज दूर करने पड़ो एथिपाई आमर जो चिंता सोचना भावना ये दिगरे आमे गुरुत्व देवा पड़ो आमको सचेतना मार्ग खोजापी पड़ो सचेतन मनीष जिते बड़े पर्यंत न होती सेते पर्यंत आमे नारी प्रति यही भाया अविचार चली आज जदि भारत वर्ष कथा कहवा 77 वर्ष बीतीगला आउ जुलाई अगस्ट आउ 2 मास 78तम भारत स्वाधीनता लाभ आमे पालिबा हेले आमे छाती हाथ मारिकी कहीपर आम घर झील आम घर बोहू आम घर भौणी माँ से निंदन रे जाई परिबे कला राति रे जाई सुरक्षित रे पहुंची परिबे विश्वास अछि नाही काहे कि नारी सबु क्षेत्र रे अछि हम जति माने मने पकेबा देखंतु भारत वर्ष रो पवित्र नदी मानक देखुनांती गंगा जमुना सरस्वती ताप्ती कावेरी गोदावरी बैतरणी ब्राह्मणी ई सबु माँ मानकर ना जदि आम राय माने ओडिशार परिचय केवल देवी मानकर माँ मानकर संबलपुर संबलेश्वरी माँ मानकर परिचय संबलपुर जिला विरजा परिचय जाजपुर जिला तारातारिणी परिचय गंजाम जिला सबु देवी देवी चर्चिका अंबिका गौरी घटगा तारिणी सबु परिचय माँ मानकर रही उन्नति रही गुरुत्वपूर्ण यही समाज विकसित समाज रे सेमानकर गुरुत्व यथेच अधिक साधारण आमे केते बेले अनुमान करिना तर्जमा करिना जेते बेले तर्जमा करे साधा आपण देखुना गोटे मंदिर जीवा मंदिर रे सब नारी शब्द मंदिर जीवा पूजा अर्चना पूजा गोटे कन्यार ना पूजा अर्चना तुलसी माला आहुति आलती सलिता
ଅଗ୍ନି ଜ୍ୟୋତି ପୁଷ୍ପ ପୁଷ୍ପାଞ୍ଜଳି ସବୁ ସେଇ ନାରୀର ଶବ୍ଦ। ତଥାପି କେଉଁଠି ନା କେଉଁଠୁ କାହାର ଭୁଲ ରହିଯାଉଛି ଯେ ନାରୀ ପ୍ରତି ଅନ୍ୟାୟ ଚାଲିଛି, ଅସତ୍ୟ ଚାଲିଛି, ଅବିଚାର ହେଉଛି। ଯେଉଁମାନେ ଅବିଚାର କରୁଛନ୍ତି ମୁଁ ଏଇଠି କହିବି ପଦେ ଯେ ପୁରୁଷ ଜାତି ଯେଉଁ ପୁରୁଷ ମାନଙ୍କ ଭିତରେ କେତେ ହାତ ଗଣିତି, ସମସ୍ତ ପୁରୁଷ ଖରାପ ନୁହଁ, କିଛିଟା ଯେଉଁମାନେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ଯେଉଁମାନେ ନିଶାସକ୍ତ ହେଉଛନ୍ତି, ଯେଉଁମାନଙ୍କର ମାନବିକତା ହରାଇ ଦେଉଛନ୍ତି, ଯେଉଁମାନଙ୍କର ନୈତିକତା ହରାଇ ଦେଉଛନ୍ତି, ଯେଉଁମାନେ ମାନେ ପଶୁତ୍ୱ ଗ୍ରହଣ କରୁଛନ୍ତି ତାଙ୍କର ଚିନ୍ତାଧାରା, ସେଇମାନେ ନାରୀ ପ୍ରତି ଅତ୍ୟାଚାର କରୁଛନ୍ତି। ସେଇମାନଙ୍କ ପାଇଁ ଆଜି ପୁରୁଷ ଜାତିକୁ କଳଙ୍କିତ ଶୁଣିବା ପାଇଁ ପଡୁଛି। ତେଣୁ ସେଇମାନଙ୍କ ପାଇଁ ଏ ସରଳ ନିରୀହ ମା ମାନଙ୍କର ଅସୁବିଧା ହେଉଛି, ଅତ୍ୟାଚାର ହେଉଛି। ଏଇ ଯେମିତି ଆମେ ଉଦାହରଣ ରୁବିନା, ବେବିନା, ସସ୍ମିତା, ନମିତା ପରି ଭଳି ଝିଅ ଅସମୟରେ ଟଳି ପଡୁଛନ୍ତି। ଏଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ ନା ସେଇ ମା ମାନଙ୍କୁ, ଭଉଣୀ ମାନଙ୍କୁ ନିବେଦନ କରିବି ସେମାନେ ଆହୁରି ମାତୃଶକ୍ତିକୁ ଆହୁରି ଜାଗ୍ରତ କରନ୍ତୁ, ଦୃଢ଼ କରନ୍ତୁ, ତାଙ୍କର ଏକତା ବଳକୁ ଆହୁରି ମଜବୁତ କରନ୍ତୁ, ପରସ୍ପରକୁ ସହଯୋଗ କରନ୍ତୁ, ସେମାନେ ଅସହଯୋଗ କରନ୍ତୁ, ସେମାନେ ପ୍ରତିରୋଧ କରନ୍ତୁ, ସେମାନେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ। ଆମର ଗାଁ ଲେବୁଲରେ ହଉ, ଆମର ସହର ଲେବୁଲରେ ହଉ, ଆମର ଜିଲ୍ଲା ଲେବୁଲରେ, ରାଜ୍ୟ ଲେବୁଲରେ, ଦେଶ ଲେବୁଲରେ ସବୁ ଦୃଢ଼ତା କରନ୍ତୁ। ଏସବୁ କଲେ ନିଶ୍ଚୟ ତାଙ୍କୁ ସମ୍ମୁଖୀନ ହେଇପାରିବା। ଆମେ ଯଦି ଖାଲି ପୁରୁଷ ଜାତିର ବି ଭୁଲ ଦେଖି ହବନି। ଏଠି କହିବି ମା ମାନଙ୍କୁ, ପ୍ରଥମେ ମା ମାନଙ୍କୁ, ଭଉଣୀ ମାନଙ୍କ କ୍ଷମା ଚାହିଁବି। ସେମାନେ ଦେହକୁ ନେବେ ନାହିଁ କି କୌଣସି ଉଦ୍ଦେଶ୍ୟ ମୂଳକ ନେଇକି ମୁଁ କହୁନି, କିନ୍ତୁ ଗୋଟେ ପ୍ରବାଦ ଯୋଉଟା ରହିଛି ନାରୀ ହିଁ ନାରୀର ବୈରୀ, ଏ କଥାଟା ସତ। କାହିଁକି ନା ଆଜି ସେଇ ନାରୀ ହଉଛି ଶାଶୁ, ସେଇ ନାରୀ ହଉଛି ବୋହୂ, ସେଇ ନାରୀ ହଉଛି ନଣନ୍ଦ, ସେଇ ନାରୀ ହଉଛି ଭାଉଜ, ସେଇ ନାରୀ ହଉଛି ଗୋଟିଏ ସ୍ୱାମୀର ତିନିଟା ସ୍ତ୍ରୀ ଯୋଉଟା ସଉତୁଣୀ। ତେଣୁ ଯେତିକ ଘରେଇ ପାରିବାରିକ ଜଞ୍ଜାଳ, ପାରିବାରିକ ସମସ୍ୟା, ପାରିବାରିକ ହିଂସା ଯାହା ଲାଗୁଛି ସେଇ ନାରୀ ନାରୀଙ୍କ ମଧ୍ୟରେ। ଯେତେବେଳେ ଶାଶୁଟି ପୁଅ ବାହାଘର କରିକି ବୋହୂ ଆଣିଲା ପରେ ତା ପ୍ରତି ଅତ୍ୟାଚାର କରୁଛି, ତା ପ୍ରତି ଯୌତୁକ ନିର୍ଯାତନା ଦଉଛି, ତାକୁ ହଇରାଣ କରୁଛି, ଯାହା ଫଳରେ ସେ ନିରୀହ ବୋହୂଟି ଆତ୍ମହତ୍ୟା କରୁଛି, ନହେଲେ ଛାଡ଼ପତ୍ର ଦଉଛି, ନହେଲେ କେସ୍ ବାସ୍ କରି ଘରକୁ ଯାଉଛି। ସେଇଭଳିଆ ଆଉ କ୍ଷେତ୍ରରେ ବୋହୂ ମାନେ ଆସୁଛନ୍ତି, ଉଦଣ୍ଡି ହଉଛନ୍ତି ଯେ ଶାଶୁ ଶ୍ୱଶୁରଙ୍କର ସେବା କରୁନାହାନ୍ତି, ଶାଶୁ ଶ୍ୱଶୁର ଉପରେ ଅନ୍ୟାୟ କରୁଛନ୍ତି, ଅବିଚାର କରୁଛନ୍ତି, ଯେ କେସ୍ ବାସ୍ କରି ହଇରାଣ କରୁଛନ୍ତି, ପାରିବାରିକ ଜଞ୍ଜାଳରେ ଘାଣ୍ଟି ହେଇଯାଉଛନ୍ତି। ଏଥିରେ ସେ ପୁରୁଷ ଯେ ନା ମା ରହିପାରୁଛି, ନା ନା ସ୍ତ୍ରୀ ରହିପାରୁଛି, ସେ ମଝିରେ ହଇରାଣ ହେଉଛି। ଏମିତି ହେଉଛି। ଇଏ ହବାର ମୁଖ୍ୟ କାରଣ ହେଉଛି ଆମର ଭାବନା, ଚିନ୍ତାଧାରା। ଯଦି ସେଇ ମାଙ୍କ ମନରେ ଯୋଉ, ନାରୀ ମନରେ ଯୋଉ ଗର୍ବ ଅଛି, ଅହଙ୍କାର ଅଛି, କ୍ରୋଧ ଅଛି, ସେଇ ଯୋଉ ହିଂସା ଅଛି, ତାକୁ ଯଦି ତ୍ୟାଗ କରିକି ମନରେ ଦୟା, ସ୍ନେହ, ମମତା, ଆଦର, ଭଲ ପାଇବା ଆଣନ୍ତେ, ତାହେଲେ ପାରିବାରିକ ଜଞ୍ଜାଳ, ପାରିବାରିକ ହିଂସା ଏତେ ହୁଅନ୍ତା ନାହିଁ। ସେଇ ଶାଶୁ ମାଟି ଯଦି ତା ବୋହୂକୁ ଝଗଡ଼ା କଲା ପରେ ବେଳେ, ସେତିକି ବେଳେ ଯଦି ସିଏ ମନରେ ଭାବନ୍ତା ଇଏ ମୋର ବୋହୂ ନୁହଁ, ଇଏ ମୋର ଜନ୍ମ କଲା ଝିଅ, ତାହା ପ୍ରତି ଏତେ କ୍ରୋଧ ଜାତ ହେଇନଥାନ୍ତା। ସେ ବୋହୂଟି ଯଦି ଠିକ ଶାଶୁ ସହିତ ଝଗଡ଼ା କଲା ପରେ ବେଳେ ଯଦି ଭାବନ୍ତା ଇଏ ମୋର ଶାଶୁ ନୁହଁ, ଇଏ ମୋର ଜନ୍ମ କଲା ମା, ଏତେ କ୍ରୋଧ, ଏତେ ହିଂସା ଆସିବ ନାହିଁ। ଏସବୁ ନିଜ ଭାବନାରେ, ଚିନ୍ତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ, ମଧୁର ଭାଷାରେ ବାନ୍ଧି ଦେବାକୁ ପଡ଼ିବ। ମାନବ ଜାତି ଏତେ ଶକ୍ତିଶାଳୀ ଜାତି, ଯେ ଚତୁର ଜାତି, ଯେ କେତେ କେତେ ହିଂସ ଜନ୍ତୁକୁ କ୍ୟାପଚର କରି ନେଉଛି, ବାଘ, ଭାଲୁ, ହାତୀ, ଘୋଡ଼ା, ସାପ, ଏମାନଙ୍କୁ ନିଜର କରି ନିଜ ପାଖରେ ରଖି ତାଙ୍କ ସହିତ ଖେଳୁଛି, ବୁଲୁଛି। ଆମେ ଗୋଟେ ନାରୀ ହେଇକି ନାରୀର ସହିତ ମମତାରେ ବାନ୍ଧି ହେଇପାରିବା ନାହିଁ, ସ୍ନେହ ଶ୍ରଦ୍ଧାରେ ବାନ୍ଧି ହେଇପାରିବା ନାହିଁ। ଇଏ ଆମକୁ ଭାବନା ସୂଚନାକୁ ଚିନ୍ତା ଦୂର କରିବାକୁ ପଡ଼ିବ। ଏସବୁ ଆଉ ବିଶେଷ ଭାବରେ କ'ଣ କରିବା ପାଇଁ ପଡ଼ିବ ନା ଆମର ଆଧ୍ୟାତ୍ମିକ ଚିନ୍ତାଧାରାକୁ ଗ୍ରହଣ କରିବା ପାଇଁ ପଡ଼ିବ।
कहीं आध्यात्मिक चिंताधारा न रही आम मन भितर भक्ति आसब नहीं, भावना आसब नहीं, गुरुजन लघुजन न्याय अन्याय ये चेतना आसब ना, एटा पाप होटा पुण्य हो सब भावना आसब ना। से भावना आसिले आम भगवान को भल पाइले, आम बापा माँ को भल पाइबा, गुरुजन को भल पाइबा। तेणु ममता डोरी रे बांधिया पड़ियो, आम भाषा को आम कथा को मिठा करिया पड़ियो, मधुर करिया पड़ियो। जदि मु पदे कहे काऊ कोइली रो कथा, काऊ आमर घर दुआर मोर अलिया आवर्जना सफा करुछि, कोठी 50टा मूषा मरिकी पड़िथिले ताकू नेकी पळै जाउछि, से एक प्रकार सेवा करुछि, किंतु आमे ताकू भल पाउनु काहेकि ना तार भाषा कर्कश। किंतु कोइली आमर उपकार करूनी, से गछरे बसिकी कुहू कुहौछि, तार कथा भल, तार भाषा मिठा, तेणु करी ताकू आदर करछन। हे कोइली की गोडाउनी से बसी थाओ, बोबो थाओ, ये होछि सेया। आपणकर भाषा मधुर कले से बोहू भी निजर होई परिबो, से सासु भी निजर होई परिबो। ये गोटे कथा गला। द्वितीय जे समाज गोटे एते कलंकित हो गलानी, माने कही हबनी कार एठी भूल रोछि। केतेटा उदाहरण देबे दबा को बाध्य होछि, काइना आलोचना शैली रे कहया पई पड़िबो जे आमे दैनंदिन जीवन रे देखुचंती न्यूज रे बड़ बड़ अक्षर रे आसुच, पेपर रे बड़ बड़ अक्षर रे लिखा जाउची, माने जोटा माने कलुषित समाजर नीति जे ससुर बहु सहित संपर्क, सासु को जई सासु जई सहित फेरार, खुड़ी पुत्रा सहित विवाह, ये जो शब्द ये कलंकित। ये कार भूल कहवा, समाजर भूल ना परिवेशर भूल ना आम संस्कार संस्कृतिर भूल ना पुरुष जातिर भूल ना नारी जातिर भूल, ये समस्तंकर किछि ना किछि त्रुटि रोचे। यही क्षेत्र में जदि कहवा ससुर बहु सहित संपर्क, यहाँ ससुरंकर भूल, कहीं ससुर हूँ बाप तुल्य, बहु हूँ झील, झील सहित एमती कला बयस अनुसार तुम कला पूर्व टी चिंता करार अच्छी, भावियार अच्छी। जदि आम जई शाशु कथा कहवा, ये शाशुकर भूल, एमती समस्तंकर परस्पर भूल रोचे। आपको सुधारिया हेल्ले आमको सचेतन होगा पड़ो, आम संस्कार को आभरिया पड़ो, आम जो पुरातन जो संस्कार संस्कृति रही, जो परंपरा रही, जो नीति अच्छी, जो आदर्श अच्छी, से आम सामिल होगा पड़ो। आम संस्कार भूली गले कहीं विदेशी माने देखो इस्कन फिस्कन जो आसुँच, आप विदेशी माने आसिकी आम संस्कार ग्रहण करुँच, सी आम शाढ़ी पिंधुंट, चूड़ी पिंधुंट, सिंदूर पिंधुंट, आम चलनी सहित से संस्कार होती, आम चलनी सहित सामिल होती, छिंडा चिरा सार्ट पिंधुंट, पेंट आंठू चिरा हाथ चिरा, ये सब पेंट सार्ट पिंधुंट, आम संस्कार भूली गले। ये सब को आमको दूर करने को हेले आम संस्कार को आदर पड़ो, आध्यात्मिक चिंताधारा को आनिया पड़ो, आम चिंता को दूर करने पड़ो। ये सब कथा करने पड़ो, नकले आम समाजर ये करने माने समाज रे चलिया एमती सब असुविधार सम्मुखीन होगा पड़ो। देखु आम परिवार आमर नारी प्रति जो झील प्रति जो घृणा आम परिवार सृष्टि कर, परिवार सचेतन आने पड़ो। आम देखु गोटे परिवार रे जदि गोटे पुओटे जन्म है, केते आनंद, केते मिठा बांटुचंती, केते आनंद है कि फोन फान करुचंती सांग साथी बंधु बांधव को, अरे मोर पुओटे हिची, जेमती स्वर्गरु चांद खसी गला भलिया आनंद अनुभव करिवे, कहबे कहबे मोर पुओटे हिची, मिठा मिठी बांटी कि केते आनंद। किंतु सेठी झीलटी हेले से माँ को बाप को परिवार पचारे कौन ए झीलटी है तो कौन करिया, भाग्य तो खराब, मोर झील है, ये भावना कहीं, ये हीन मानता कहीं, झील हेले कौन असुविधा, झील संस्कार कौन आदर्श प्रतिभा सृष्टि करूना, झील मैंने इतिहास सृष्टि करना, से गुणकारी ना, खाली पुओ मैंने सृष्टि कर। ये आमर से भावना रही, आम भावना को दूर करने पड़ो, आम परिवार दूर करने पड़ो। परिवार देखो पुओ झील जदि हो पुओ को भल कॉलेज रे पढ़ाऊे, झील को करते ये पढ़ू, झीलटा तो ये पढ़ो, शाशुर पलि गले गला, ये चिंताधारा ने। ड्रेस टी आने ना पुओ ना कि नुआटा आण, झीलटा चलते माँ तू चल दे, ये चिंताधारा एठू समान दृष्टि आकर्षण करने पड़ो। ये आम परिवार आरंभ कर देश में परिवर्तन सचेतन होगा पड़ो। आउ सरकार क्षेत्र में सरकार
ଯୋଉ ଶିକ୍ଷାର ନାରୀ ଶିକ୍ଷାର ଯୋଉ ପ୍ରଚାର କରୁଛନ୍ତି ଆହୁରି ଉନ୍ନତ କରିବାର ଅଛି। ସେମାନେ ବହୁତ ସୁବିଧା ସୁଯୋଗ କଲେଣି। ନାରୀ ପ୍ରଥମେ ଯୋଉ 33% ତାଙ୍କର ଯୋଉ ସୁବିଧା ଥିଲା ଏବେ 50% ପାଖାପାଖି ସୁବିଧା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଅଂଶଗ୍ରହଣ କରିପାରିବେ, ପ୍ରତ୍ୟେକ କ୍ଷେତ୍ରରେ ଭାଗ ନେଇପାରିବେ। ନାରୀ ଅଧା ପୁରୁଷ ଅଧା ରହିବେ, ଏମିତି ପଦକ୍ଷେପ ଚାଲିଛି। ତେଣୁ ସବୁ କ୍ଷେତ୍ରରେ ଅଂଶଗ୍ରହଣ କରିପାରିବେ। ଆମର ଇଏ ବିଧାନ ଯେମିତି ବିଧାୟକ ହଉ କି ବିଜ୍ଞାନ କ୍ଷେତ୍ରରେ ହଉ, ସାମାଜିକ କ୍ଷେତ୍ରରେ, ସବୁ କ୍ଷେତ୍ରରେ 50% ବ୍ୟବସ୍ଥା। ଏବେ ସରକାର ଯୋଉ 10th ପିଲା +2 ପିଲାଙ୍କୁ ଯୋଉ ଶିକ୍ଷା ଦଉଛନ୍ତି ଆତ୍ମ ସୁରକ୍ଷା ଶିକ୍ଷା, ସେ ଗୋଟେ ଭଲ ପଦକ୍ଷେପ। ସେ ପଦକ୍ଷେପ ଆହୁରି ସୁଦୃଢ଼ କରିବା ପାଇଁ ପଡ଼ିବ, ଆହୁରି ଅଧିକରୁ ଅଧିକ ପିଲାମାନଙ୍କୁ ଦେବାକୁ ପଡ଼ିବ। ଦେଲେ ସେ ଆତ୍ମରକ୍ଷା କରିପାରିବେ ଆଉ ତାଙ୍କ ପ୍ରତି ଯୋଉ ଅତ୍ୟାଚାର ହେଉଛି ରୋକିପାରିବେ। ଶେଷରେ ଗୋଟେ କଥା କହିବି, ଯଦି ସେଇ ମା ମାନଙ୍କୁ ଅନୁରୋଧ କରିବି, ସେଇ ଭଉଣୀ ମାନଙ୍କୁ ନିବେଦନ କରିବି ଯେ ତାଙ୍କ ପ୍ରତି ଯୋଉ ଅବିଚାର ହେଉଛି, ତାଙ୍କ ପ୍ରତି ଯୋଉ ଅସତ୍ ବ୍ୟବହାର ହେଉଛି, ଅସାମାଜିକ କାର୍ଯ୍ୟ ଯୋଉମାନେ କରୁଛନ୍ତି, ସେମାନଙ୍କ ପାଇଁ ଆପଣ ଯୋଉ 3ଟା ରୂପ ବାହାର କରନ୍ତୁ। ଗୋଟିଏ ହେଉଛି ଅନ୍ନଦାତ୍ରୀ ହିସାବରେ ମା ଲକ୍ଷ୍ମୀ ରୂପ, ଜ୍ଞାନଦାତ୍ରୀ ହିସାବରେ ମା ସରସ୍ୱତୀ ରୂପ। ଆଉ ନାରୀ ଉପରେ ଯେତେବେଳେ ଅତ୍ୟାଚାର ବେଶୀ ହେଇଯାଏ, ଅନ୍ୟାୟ ହେଇଯାଏ, ଅସତ୍ୟ ବଢିଯାଏ, ପାପ ବଢିଯାଏ, ସେତେବେଳେ ନାରୀ ଆଖିରୁ ମାନେ ନାରୀ ଯେତେବେଳେ କ୍ରୋଧ ହେଇଯାଏ, କ୍ରୋଧୀ ହେଇଗଲା ପରେ ତା ଆଖିରୁ ଅଗ୍ନି ଝରେ। ସେଇ ଅଗ୍ନି ଝରିଲା ପରେ ତାର ଗୋଟେ ନୂଆ ରୂପ ଆସେ। ସେ ରୂପ ହେଉଛି ମହିଷାମର୍ଦିନୀ ରୂପ, ମା କାଳୀ ରୂପ। ତେଣୁ ଆପଣଙ୍କ ମାନଙ୍କ ଉପରେ ଯଦି ସେଇଭଳିଆ ମନୋଭାବ ଆସୁଛି, ସେଇଭଳିଆ ଅସାମାଜିକତା ହେଉଛି, ସେଇ ଅନ୍ୟାୟ ହେଉଛି, ତାହେଲେ ଆପଣ କ'ଣ କରିବେ ନା ସେଇ ମହିଷାମର୍ଦିନୀ ଦୁର୍ଗା ରୂପ ବାହାର କରନ୍ତୁ, ଆଉ ନର ରୂପକ ରାକ୍ଷସକୁ ଦମନ କରନ୍ତୁ। ଆପଣ ଦେଖିବେ ଜିତିବେ। ଯେତେବେଳେ ପର୍ଯ୍ୟନ୍ତ ଆପଣ ସ୍ୱର ଉତ୍ତୋଳନ କରିନାହାନ୍ତି, ସଂଘର୍ଷ କରିନାହାନ୍ତି, ପ୍ରତିବାଦ କରିନାହାନ୍ତି, ସେତେ ପର୍ଯ୍ୟନ୍ତ ଏଇଭଳିଆ ଅନ୍ୟାୟ ସହୁଥିବେ, ଅତ୍ୟାଚାର ସହୁଥିବେ। ସବୁ କ୍ଷେତ୍ରରେ ବହୁତ ସମସ୍ତଙ୍କର ଭୁଲ ଅଛି, ପୁରୁଷଙ୍କର ଭୁଲ ଅଛି, ନାରୀଙ୍କର ଭୁଲ ଅଛି, ସମାଜର କେତେ, ପରିବେଶରେ କେତେ, ଏସବୁ ଭୁଲ ରହୁଛି। ଆକୁ ସୁଧାରିବା ପାଇଁ ଆମକୁ ସଚେତନ ହେବାକୁ ପଡ଼ିବ। ଆମ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ। ଆମର ଭାବନା, ଆମର କାର୍ଯ୍ୟ ଶୈଳୀ, ଚରିତ୍ର, ଚଳନୀ, ସଂସ୍କାର, ସଂସ୍କୃତି, ଏ ସବୁକୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ। ଆମ ଚଳନୀକୁ ବଦଳାଇବାକୁ ପଡ଼ିବ। ଆମେ ପାଶ୍ଚାତ୍ୟ ସଭ୍ୟତାର ଚଳନୀ ସହିତ ଚଳନୀ କରୁଛନ୍ତି। ଗୋଟେ ଉଦାହରଣ ଛୋଟିଆ କି ଆମ ବାପା ମା ମନା କରୁଥିବେ, ଏ ମା ସେ ଜାଗାକୁ ଯା ନା, ଗୋଟେ ଜାଗାରେ ମେଲୋଡି ଅଛି ନା, ମୋ ସାଙ୍ଗସାଥି ଯାଉଛନ୍ତି ମୁଁ ଯିବି। ସେ ଜାଗାରେ ଯାଉଛନ୍ତି, ସେଠି ଅସାମାଜିକ ଯୁବକ ହଉଛନ୍ତି, ସେଠି ଅନ୍ୟାୟ ହଉଛି, ସେଠି ଅସୁବିଧାରେ ପଡୁଛନ୍ତି। ତେଣୁ ଆମେ ପରିବେଶ ବି କେତେ କ୍ଷେତ୍ରରେ ଆମକୁ ସେ ପରିବେଶ ଠାରୁ ଦୂରେଇକି ରହିବାକୁ ପଡିବ। ଏସବୁ ବହୁତ ନାରୀ ବିଷୟ କହିବାଟା ଅକଳନୀୟ, ଅତୁଳନୀୟ, ତାଙ୍କୁ ତୁଳନା ନାହିଁ, କହି ହବ ନାହିଁ। ଭଗବାନ ପରା ନିଜେ କହିପାରିନାହାନ୍ତି, ଆମେ କ'ଣ କହିବା। ତେଣୁ ଆଉ ମୁଁ ମୋର ଏଇ କଥାବସ୍ତୁକୁ ଆଉ ଅଧିକ ଆଗକୁ ନଉନି, ଏବେ ଏତିକିରୁ ବିରାମ ଦେଉଛି। ତେଣୁ ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ୟୁ ଦୁଃଖ ଭାବ ଭବେ। ନମସ୍କାର, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜ୍ଞା ମଲ୍ଲିକ ବାବୁ, ପ୍ରକୃତରେ ଆପଣଙ୍କର ଏଇ ଯୋଉ କାର୍ଯ୍ୟକ୍ରମ ଆପଣଙ୍କ ହାତରେ ଆହୁରି 10 ମିନିଟ୍ ସମୟ ଅଛି, ଆପଣ ତାକୁ ଆଲୋଚନା କରିପାରିବେ, କାରଣ ଆପଣ 7ଟା ଆଜ୍ଞା ଆଜ୍ଞା 50 ହଁ ଟାଇମ୍ ଅଛି। ହେଲା, ଆପଣ ଏଇ ଯୋଉ ବିଷୟବସ୍ତୁଟାକୁ ଉପସ୍ଥାପନ କଲେ ଅତି ସୁନ୍ଦର ଥିଲା, ଯୋଉଟା କି ସାମ୍ପ୍ରତିକ ସ୍ଥିତିରେ ନିହାତି ଆବଶ୍ୟକ ରହିଛି, ଦରକାର ରହିଛି। ଆଜ୍ଞା। ତାକୁ ଆପଣ ଅନ୍ୟ କୌଣସି କିଛିଟା ଉଦାହରଣ ଦେଇପାରିବେ କି, ଯୋଉଟା କି ଆଜି ବର୍ତ୍ତମାନ ନାରୀ ମାନଙ୍କ ପାଇଁ ସମାଜରେ ଅନେକ କଷ୍ଟ ଯନ୍ତ୍ରଣା ସହିବାକୁ ପଡୁଛି? ଆପଣ ଏମିତି କିଛି ଦେଇପାରନ୍ତି କି? କାରଣ ଆପଣଙ୍କ ପାଖରେ 40 ମିନିଟ୍ ସମୟ ରହିଛି, ଆପଣ ତାକୁ ଏକ୍ସଟେନସନ କରିପାରନ୍ତି ଆଜ୍ଞା। ହେଲା, ହଁ ହଁ। ପ୍ରଥମେ ଆମେ ମା ମାନଙ୍କୁ ବିଶେଷ ଭାବରେ ଅନୁରୋଧ କରିବି, କହିବି ଆଗେ ନାରୀ ମାନଙ୍କର ଯୋଉ ଏକତା ବଳକୁ ସୁଦୃଢ କରନ୍ତୁ। ନାରୀ ମାନେ ଆଗେ ଯେମିତି ଆମେ କଥାରେ କହୁଛନ୍ତି, ନାରୀ ହେଲେ ପାଠ ହୋଇ ଦେଶ ଯିବ ଆଗଇ, ଇଏ କଥାଟା ବାସ୍ତବିକ ସତ ସବୁ କ୍ଷେତ୍ରରେ। କିନ୍ତୁ ନାରୀ ଯୋଉ ଶକ୍ତି ଅଛି, ମା ମାନଙ୍କର ଯୋଉ ଶକ୍ତି ଅଛି, ସେ ଶକ୍ତିକୁ ପ୍ରଥମେ ଦୃଢ କରନ୍ତୁ। ଆଉ
परस्पर जो एकतार हाथ बढ़ा परस्पर जदि नारी शक्ति को सुदृढ़ करेंगे नहीं परस्पर सहयोग करेंगे नहीं परस्पर प्रति जो विपद आसूची दुखे ठिया हेबे नहीं से क्षेत्र में आम असुविधा भोगिया पड़ो कहीं जदि आम गोटे जगह संघर्ष करने पड़ो आमर से भाया मजबूत दरकार सुदृढ़ दरकार आम जदि ये कहीपर जो सरकार सहित जो लड़ाई करुँच अंगनवाड़ी माने कि आशा दीदी माने कि हेल्थ वर्कर माने से स्ट्रंग अंगनवाड़ी आम भारत ओडिशा रे जिते परिमाण अच्छी जो यूनिटी स्ट्रंग हो जाए तेणु से भाया क्षेत्र में ये जोगरे ये जो क्षेत्र में नारी माने आग परस्पर भल पातु निज निज भितर एकता रखु निज निज भितर निज निज शक्ति को सुदृढ़ करने परस्पर सहयोग हाथ मिलातु कहीं केतेक अंश से नारी है सी हैरान हो नारी क्षेत्र केतेक क्षेत्र में नारी ही असुविधा सृष्टि कर अन्य जरिया अन्य पुरुष जरिया अन्य को पैसा दे अन्य को प्रोत्साहन देखाई से माने नारी को असुविधा पकड़ने की चेष्टा करते तेणु प्रथम आगे आम नारी निजक निजे सचेतन होगा पड़ो नारी जिते बड़े पर्यंत सचेतन है नहीं जिते पर्यंत तार भावना जे मु गोटे भी नारी मो प्रति आज तांको प्रति जो अविचार है मो प्रति हो पारे भविष्य में से भावना जेते पर्यंत न आनी सेते पर्यंत से परिवर्तन आसीब ना कहीं देखु केतेकांश नारी विभत्स कांड करुछंती जा समाज रे गोटे कलंकित सृष्टि कर कौन कहवा कथा एबे जो 2-4 मास पूर्व आपण माने सुनिथिबे घन घन न्यूज मुंबई रो गोटे झीटे से गोटे आर्मी की विवाह करथिले किते सुंदर युवक से सैनिक ता स्त्री भी बहुत सुंदर किंतु सी गोटे सामान्य गोटे माने कुछित पुओटे जटा फटा बांधी आपण देखिथिबे मोर पूरा जल जल ख्याल पड़ुची सी ताकू भल पाई गोटे आर्मी गोटे चाउल डब्बा नेलिया डब्बार सिमेंट रे देखि मारी देले इते केते विवर्ष कर ए क्षेत्र रे काकू दोष देबा सुरक्षा को आम सुदृढ़ करने चाहिए नारी वर्तमान माने असुरक्षित माने एते अत्याचार बढ़ई दौरान जे पुरुष मान प्रति देखु बहुत असुविधा घटाऊँ पारिवारिक क्षेत्र में देखु अनेक अंश आम केतेक अंश आम तर्जमा जदि करवा प्रत्येक क्षेत्र में जना पड़ू ना किंतु बहुत पुरुष माने निर्यातन पाँच बहुत क्षेत्र में बड़ बड़ लोक क्षेत्र में बड़ बड़ उपाधिधारी क्षेत्र में निर्यातना पाँच ये सब पारिवार क्षेत्र में कहीं लोकलोचन को आसी पार एमती तेणु आमर प्रथम है आमर जो चिंताधारा आमर जो भावना ये को दूर करने पड़ो आउ परस्पर को सचेतन करने पड़ो विभिन्न क्षेत्र में आम आगे जो आम जो सचेतन कार्य करुँच प्रत्येक कार्यक्रम पाला माध्यम हो नाटक माध्यम हो गीत माध्यम हो गल्प माध्यम हो कि विभिन्न प्रकार सीरियल माध्यम हो सचेतन कार्यक्रम को सुदृढ़ करने पड़ो आउ सरकार जो नारी प्रति जो संविधान नीति नियम रही ताकू टिके स्ट्रॉन्ग करने पड़े सरकार पूर्ण प्राण रे माने कार्य लगे पड़ो माने तांकर जो न्याय अच्छी प्रति जो संविधान न्याय देछि सेटा बाट मारणा होछि जे उचित न्याय पाई पारु ना जहाँद्वारा कि निरीह नारी माने महिला माने असुविधार पड़ुछ ये गोटे कथा द्वितीय महिला माने तांकर भी भावना कौन महिलार फुल फॉर्म जोटा आम भावुं मानव हितकारी लालसा माने तार फुल फॉर्म मु गोटे मनरु भावी जे महिला माने निजको भावी आम मानव जातिर गोटे हितकारी आमर सब बेले लालसा रोच आम मानव जातिर हित करने सब लालायित देखो तू घरे गोटे मार काम गोटे मार काम सका भोर से प्रथम उठे 5टा कि 5टा अधे प्रथम से उठे
इमिति दिन राति उठिकी पिलामानक ପାଇଁ खाद्य माने नित्यकर्म जहाँ करिया कथा करिवे पिलामानक ପାଇଁ खाद्य करिवे पिलामानक ट्यूशन पठेबे तापर गाई छेली ये कुकुड़ा आंक धंदा बुझिबे स्वामी की खाया ପାଇଁ देकी रेडी करी तांकु कार्य रे पठेबे पुणी खरा बेले रोसे करिवे पुणी राति रोसे करिवे सब काम धंदा समिति करी बिछणा समिति रो पारी पुरी देकी लास्ट रे जाईकी थिले खाइबे नथिले पुणी बिछणा पारिकी शोइबे ये दैनन्दिन जीवन तांकर काम से निजको भाबी दैछन आमे गोटे सेविका आम काम आमर कर्तव्य से पुरुष जाति भाबी दैछन से तो काम करिए नारी रो काम ना एबे पुरुषर जेतिके अधिकार नारी रो मध्ये सेतिके अधिकार 50% सी जने कर्म सी भी जने गोटे आमे जदि कहबा जने नारी से चाकरी करछि ता जीवन रे से चाकरी करछि पुरुष भी चाकरी करछि तेणु ता जीवन रे सी जमुती सी परस्पर बुझावना ठीक रहा दरकार परस्पर को सहयोग करिया दरकार काम रे सी जदि गोटे को काम करदेले पुरुष सी आ गोटे काम करदेले परस्पर सहयोग रहिले जो पारिवारिक हिंसा से पारिवारिक हिंसा हबनी स्वामी स्त्री भितर जो छाड़पत्र होची जो हिंसा हो वाद विवाद होची केस विवाद होची से सब हबनी बुझावना ठीक रहे तेणु ए सब बहुत विषय वस्तु तो अच्छी तेणु आमे आमर जो चलनी आमर जो चिंताधारा को आम संस्कार एक छोट बेलू आम परिवार पिला मानू संस्कार शिखाइबा पड़ी आम संस्कार टिके विच्युत हो जाउछि पारिवारिक पिला मानू अति गेला कर दौरान से जहाँ चाहिए किणी दौरान जहाँ चाहिए जो चाहिए नहीं जाऊँच आम जो प्रथम जो संस्कार शिखाइबा कथा पारिवारिक स्तर में से संस्कार ठीक भाव में शिखई पारना जहाँ फल एमती सी बड़ है आओ जिद हो जाऊँगी से क्रोधी हो जाऊँगी अहंकारी हो जाऊँगी गर्वी हो जाऊँगी अशांति सृष्टि करुच्ची सब क्षेत्र में रही तेणु आतिक मु विराम नौ रथ बाबू नमस्कार रही बहुत धन्यवाद मल्लिक बाबू जहाँ बहुत गुरुत्वपूर्ण विषय वस्तु आप रखिले जहाँकि सांप्रतिक स्थिति